1 नंबर प्रश्न ओडिशार सीमाକୁ ଲାଗି କେଉଁ ରାଜ୍ୟ ସବୁ ରହିଛି? ଯଦି ଆପଣଙ୍କୁ ଉତ୍ତର ଜଣା 5 ସେକେଣ୍ଡରେ କମେଣ୍ଟ କରି କୁହନ୍ତୁ। ଏହି ପ୍ରଶ୍ନର ଉତ୍ତର ହେଉଛି ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମରେ ଛତିଶଗଡ଼, ଦକ୍ଷିଣରେ ଆନ୍ଧ୍ରପ୍ରଦେଶ। ପ୍ରଶ୍ନ ନମ୍ବର 2 ଓଡ଼ିଶାର ପୂର୍ବରେ କ'ଣ ରହିଛି? ଆପଣଙ୍କୁ ଜଣାଇଲେ କମେଣ୍ଟ କରି କୁହନ୍ତୁ। ଉତ୍ତର ହେଉଛି ବଙ୍ଗୋପସାଗର ଅଛି। 3 ନମ୍ବର ପ୍ରଶ୍ନ ଓଡ଼ିଶାର ରାଜଧାନୀର ନାମ କ'ଣ? ଏହି ପ୍ରଶ୍ନର ଉତ୍ତର ତ ସମସ୍ତଙ୍କୁ ଜଣାଥିବ। ଆନ୍ସର ଜାଣିଥିଲେ ନିଶ୍ଚୟ କମେଣ୍ଟରେ ଜଣାଇବେ। ଉତ୍ତର ହେଉଛି ଭୁବନେଶ୍ୱର। 4 ନମ୍ବର ପ୍ରଶ୍ନ କେଉଁ ଜିଲ୍ଲାରେ ଭୁବନେଶ୍ୱର ରହିଛି? ଏଇଟା ବହୁତ ସହଜ ପ୍ରଶ୍ନ, ଆପଣ ଜାଣିଥିଲେ କମେଣ୍ଟ କରି କୁହନ୍ତୁ। ଏହି ପ୍ରଶ୍ନର ଉତ୍ତର ହେଉଛି ଖୋର୍ଦ୍ଧା। ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱର ଅବସ୍ଥିତ। 5 ନମ୍ବର ସହିତ ପୁଣି ଏକ ସହଜ ପ୍ରଶ୍ନ ଓଡ଼ିଶାକୁ କେତୋଟି ଜିଲ୍ଲାରେ ବିଭକ୍ତ କରାଯାଉଛି? ଉତ୍ତର ନିଶ୍ଚୟ 5 ସେକେଣ୍ଡରେ ଜଣାଇବେ। ଏହି ପ୍ରଶ୍ନର ଉତ୍ତର ହେଉଛି 30ଟି ଜିଲ୍ଲାରେ ବିଭକ୍ତ କରାଯାଉଛି। ଓଡ଼ିଶାକୁ କେତୋଟି ପ୍ରାକୃତିକ ଅଞ୍ଚଳରେ ବିଭକ୍ତ କରାଯାଇଛି? କମେଣ୍ଟ ସେକ୍ସନରେ ନିଶ୍ଚୟ ମତାମତ ଜଣାଇବେ। ଏହି ପ୍ରଶ୍ନର ଉତ୍ତର ହେଉଛି 3ଟି ଭାଗରେ ବିଭକ୍ତ କରାଯାଇଛି। 7 ନମ୍ବର ପ୍ରଶ୍ନ ପ୍ରାକୃତିକ ଅଞ୍ଚଳ ଗୁଡ଼ିକର ନାମ କ'ଣ? ପ୍ରଶ୍ନର ଉତ୍ତର ଜାଣିଥିଲେ 5 ସେକେଣ୍ଡରେ କହିବେ। ପ୍ରଶ୍ନର ଉତ୍ତର ହେଉଛି ପାର୍ବତ୍ୟ ଅଞ୍ଚଳ, ମାଳ ଅଞ୍ଚଳ, ସମତଳ ଅଞ୍ଚଳ। 8 ନମ୍ବର ପ୍ରଶ୍ନ ଓଡ଼ିଶାର ସୀମା କେବେ ନିର୍ଦ୍ଧାରିତ ହୋଇଥିଲା? ଆପଣଙ୍କୁ ଜଣାଥିଲେ କମେଣ୍ଟ କରି କୁହନ୍ତୁ। ଉତ୍ତର ହେଉଛି 1950 ମସିହାରେ ନିର୍ଦ୍ଧାରିତ ହୋଇଥିଲା। 9 ନମ୍ବର ପ୍ରଶ୍ନ ଓଡ଼ିଶାର ମନ୍ଦିର ନଗରୀ କିଏ? ଉତ୍ତର ହେଉଛି ଭୁବନେଶ୍ୱର। ଭୁବନେଶ୍ୱର ହେଉଛି ମନ୍ଦିର ନଗରୀ। 10 ନମ୍ବର ପ୍ରଶ୍ନ ଓଡ଼ିଶାରେ କେଉଁଠାରେ ଅଧିକ ବୃଷ୍ଟିପାତ ହୁଏ? ଉତ୍ତର ହେଉଛି କୋରାପୁଟରେ ଅଧିକ ବୃଷ୍ଟିପାତ ହୁଏ। 11 ନମ୍ବର ପ୍ରଶ୍ନ ଓଡ଼ିଶାର ଉଚ୍ଚତମ ପର୍ବତର ନାମ କ'ଣ? ଭିଡ଼ିଓରେ କ'ଣ ଭୁଲ ରହୁଛି ନିହାତି କମେଣ୍ଟ କରି କହିବେ। ଏହି ପ୍ରଶ୍ନର ଉତ୍ତର ହେଉଛି ଦେଓମାଳି। 12 ନମ୍ବର ପ୍ରଶ୍ନ ଦେଓମାଳି ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ? ଉତ୍ତର ଜାଣିଥିଲେ ନିଶ୍ଚୟ କମେଣ୍ଟ କରି କହିବେ 5 ସେକେଣ୍ଡରେ। ଉତ୍ତର ହେଉଛି କୋରାପୁଟ। 13 ନମ୍ବର ପ୍ରଶ୍ନ ଓଡ଼ିଶାର ହାରାହାରି ବୃଷ୍ଟିପାତ କେତେ ହୁଏ? ଏଭଳି ନୂଆ ଭିଡ଼ିଓ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଉତ୍ତର ହେଉଛି 140 ସେଣ୍ଟିମିଟର। 14 ନମ୍ବର ପ୍ରଶ୍ନ ଦେଓମାଳି ପର୍ବତର ଉଚ୍ଚତା କେତେ? ଏହି ପ୍ରଶ୍ନର ଉତ୍ତର ହେଉଛି 1670 ମିଟର। 15 ନମ୍ବର ପ୍ରଶ୍ନ ଶେଷ ପ୍ରଶ୍ନ ଓଡ଼ିଶାର କେଉଁ ଜିଲ୍ଲାରେ ଲୋକ ସଂଖ୍ୟା କମ୍? ଏହି ପ୍ରଶ୍ନର ଉତ୍ତର ହେଉଛି ମାଲକାନଗିରି। ଏହିପରି ନୂଆ ଭିଡ଼ିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖିବେ। ଭିଡ଼ିଓ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ।